2017-1914। हे ଭଗବାନ, ଯେଉଁ ସବୁ ମାନସ ପ୍ରଭାବ ମୋ ଉପରେ ଚାପି ରହିଛି ସେଥିରୁ ମୋତେ ମୁକ୍ତ କର। ପୂର୍ଣ୍ଣ ଭାବରେ ମୁକ୍ତ ହୋଇ ମୁଁ ଯେପରି ତୋ ଅଭିମୁଖରେ ତୀବ୍ର ବେଗରେ ଛୁଟି ଯାଇପାରେ। ହେ ପ୍ରଭୁ, ବିଶ୍ୱସତ୍ତା ଦୃଶ୍ୟମାନ ରୂପ ଭିତରେ ପରମ ଏକତ୍ୱ, ଅଦମ୍ୟ ଆସ୍ପୃହା ନେଇ ତୋ ହୃଦୟ ମଧ୍ୟରେ ବୁଡ଼ିଗଲି। ମୁଁ ନିଜେ ହିଁ ହୋଇଗଲି ତୋର ହୃଦୟ। ସେତେବେଳେ ଜାଣିଲି ତୋର ହୃଦୟ ହେଉଛି ସେହି ଦେବ ଶିଶୁ ଯେ କି ଖେଳର ଛଳରେ ଜଗତ ସୃଷ୍ଟି କରେ। ତୁ ମୋତେ କହିଲୁ ଦିନେ ତୁ ହେବୁ ମୋର ଶିରୋଦେଶ, କିନ୍ତୁ ବର୍ତ୍ତମାନ ପୃଥିବୀ ଆଡ଼କୁ ଦୃଷ୍ଟି ଦେ। ସେଇଥିପାଇଁ ଆଜି ମୁଁ ପୃଥିବୀରେ ସେହି କ୍ରୀଡ଼ାରତ ଆନନ୍ଦମୟ ଶିଶୁ ହୋଇ ଉଠିଛି। ଏଇ ହେଲା ସେଇ ଦୁଇଟି ବାକ୍ୟ ଯାହା ମୁଁ କାଲି ଲେଖିଥିଲି ଏକ ଅନିବାର୍ଯ୍ୟ ପ୍ରୟୋଜନ ଯୋଗୁଁ। ପ୍ରଥମଟି ଏଇଥିପାଇଁ ଯେ ଯେପରି କାଗଜ ଉପରେ ଲେଖା ନ ହେଲେ ପ୍ରାର୍ଥନାଟିର ପୂର୍ଣ୍ଣ ଶକ୍ତି ଲାଭ ହେବ ନାହିଁ। ଦ୍ୱିତୀୟଟି ଏଇଥିପାଇଁ ଯେପରିକି ଉପଲବ୍ଧିଟି ସ୍ଥାୟୀ ହୋଇ ରହିବ ସେତିକିବେଳେ ଯେତେବେଳେ ତାହା ମୋ ମସ୍ତିଷ୍କ ଭିତରୁ ମୁକ୍ତ ହୋଇ ଲେଖା ଭିତରେ ରୂପ ଗ୍ରହଣ କରିଛି।